କୋଉଠୁ ବିଲଙ୍ଗସ୍ କରୁଛ? ହୁଁ। ଢେଙ୍କାନାଳ। ଆଚ୍ଛା ଆଚ୍ଛା, ଢେଙ୍କାନାଳ। ତ ମାନେ ଆଜ୍ଞା ସାର୍। କୋଉ ଦିନ ପ୍ରିପେୟାର ହଉଛ? ସାର୍ ପ୍ରିପେୟାର ସାର୍ ସିଜିଏଲ ପାଇଁ ସିଜିଏଲ ପାଇଁ ହଉଥିଲି। ତାପରେ ଏବେ ସାର୍ ଯୋଉ ସିଜିଏଲ ର ନୋଟିଫିକେସନ ଆସିଛି ସେଇଥିପାଇଁ ସିଜିଏଲ ପାଇଁ ପଢୁଛି ଆଉ। ଆଚ୍ଛା ଆଚ୍ଛା, ତାହେଲେ କେତେ ଟାଇମ୍ ହେଲାଣି ପ୍ରିପାରେସନ୍ ତମର? ପ୍ରିପାରେସନ ସାର୍ 2025 ମିଡ୍ ବେଳକୁ ଷ୍ଟାର୍ଟ କରିଥିଲି, ଯେତେବେଳକୁ ନୋଟିଫିକେସନ କହୁଥିଲେ ଆସିବ ଆସିବ ବୋଲି। ହୁଁ ହୁଁ ତାପରେ ନୋଟିଫିକେସନ ଆସିଲା, ଲେଟ ରେ ନୋଟିଫିକେସନ ଆସିଲା ନା। ହୁଁ ହୁଁ ହୁଁ। 25 ରୁ 26 ରେ। ତ ସାର୍ କଣ ମାନେ ଟିଉସନ ଏମିତି ଚାଲିଛି। ହୁଁ ହୁଁ ହୁଁ। ସାର୍ ତାହେଲେ କଣ ଇସ୍ୟୁ ରହୁଛି କୁହ? ଇସୁ ସାର୍ କଣ, ଏଇ ଯୋଉ ଟାଇମ ମ୍ୟାନେଜମେଣ୍ଟ ଟିକେ ହେଇପାରୁନି ଠିକ ସେ ଆଉ। ମାନେ କେମିତି କଣ ତମ ଡେଲି ସେଡ୍ୟୁଲ ରହୁଛି? ଡେଲି ସେଡ୍ୟୁଲ ସାର୍ 6:30 ରୁ 8:30 ଟିଉସନ କରୁଛି। ହୁଁ। ମର୍ଣ୍ଣିଂ? 6:30, ହଁ ମର୍ଣ୍ଣିଂ। ହୁଁ। ଠିକ୍ ଅଛି ଦେନ୍? ତାର 8:30 ସାର୍ 8:30 ରୁ 9ଟା ସାର୍ ଖାଇ ପିଇକିନା ଟିକେ ରେଷ୍ଟ କରୁନା, ତାପରେ 9ଟା 10-15 ହେଇଯାଉଛି ପଢିଲା ବେଳକୁ ଆଉ। ହୁଁ, 9ଟାରୁ ସାଢ଼େ ପୁଣି କେତେ 9ଟାରୁ ଟାଇମ୍ 12ଟା ଦେଇପାରୁଛ? 3 ଘଣ୍ଟା। 12ଟା। ଠିକ୍ ଅଛି। ତାପରେ ଲଞ୍ଚ ଫଞ୍ଚ 3 କରିକି ଘଣ୍ଟା ରେଷ୍ଟ ଟିକେ ନଉଥିବ। ଆଜ୍ଞା ସାର୍। ହଁ, ତାପରେ ରେଷ୍ଟ ନେଇକି ଉଠିଲା କେତେବେଳେ ଦ୍ୱିପହରେ ମାନେ ଯଦି ଶୋଉଛ ବୋଲେ କେତେବେଳେ ପୁଣି ଟାଇମ୍ ଦେଇପାରୁଛ ଷ୍ଟଡିକୁ ଆଫ୍ଟର ଲଞ୍ଚ? ସାର୍ ଆଫ୍ଟର ଲଞ୍ଚ ରେ 2ଟାରୁ ସାର୍ ଘଣ୍ଟାଟେ ଟୋଟାଲ 3ଟା। ତାପରେ ହୁଁ 3ଟା ପରେ ଟିଉସନ ପୁଣି ସାର୍। ଆଚ୍ଛା ଆଚ୍ଛା, 3ରୁ କେତେ? 3ଟାରୁ ସାର୍ ପୁଣି 5ଟା। 3ଟାରୁ 5ଟା 5:30 ଏମିତି ତ ଏବେ ପରୀକ୍ଷା ଆସିଲା ନା। ତେଣୁକରି ହୁଁ ହୁଁ 6ଟା ହୁଁ। ଯାକେ ବି ହେଇଯାଉଛି, ମାନେ ବି ଯାଉଛି ଭାରି। 2ଟାରୁ 3ଟା ଯାଏଁ ତୁମେ ଟାଇମ୍ ଦେଇପାରିବ ଷ୍ଟଡି ପାଇଁ ନିଜର? ହଁ, 2ଟାରୁ 3ଟା ଘଣ୍ଟାଟେ କେବଳ। ଠିକ୍ ଅଛି। ଘଣ୍ଟାଟେ 3ଟା ପରେ ଆସିଲା ପରେ ଆଉ ସାର୍ ଦେଇହବନି। 3ରୁ 5 ହଉଛି ତମର ଟ୍ୟୁସନ୍? ଆଜ୍ଞା ସାର୍। ମାନେ 6 ଧରିଦିଅ ଠିକ୍ ଅଛି। ହଁ ସାର୍, ଏବେ ତ 6 ହେଇଯାଉଛି କାରଣ ପିଲାଙ୍କର ପରୀକ୍ଷା ଅଛି ନା, ହୁଁ ତେଣୁକରି ହୁଁ। ଟିକେ ପିଲାକୁ ବି ପଢଉଛି ନା, ତେଣୁକରି ତାଙ୍କର ଟିକେ ମାର୍କ ନ ଆସିଲେ ପୁଣି ହଁ ହଁ। ନିଜକୁ ଟିକେ ମାନେ ନାଇଁ ଠିକ୍ ସେଇଥିପାଇଁ କଥା। ହୁଁ। 3ଟାରୁ 6ଟା। ଆଉ ତାପରେ 3ଟାରୁ ନେକ୍ସଟ 6ଟା 6ଟା ପରେ ପଢେଇବୁ। ତାପରେ? 6ଟା ପରେ ସାର୍ ଘଣ୍ଟେ 1.5 ଘଣ୍ଟା ତାର ବୁଲାବୁଲି କରି ହୁଁ। ତାର 7:30 7:30 8ଟା ହେଇଯାଉଛି ମାନେ ପଢିଲା ବେଳକୁ। ଠିକ୍ ଅଛି, 8 ବି ଧରିଦିଅ। 8ଟା ହେଇଯାଉଛି। ତାପରେ 8ଟାରୁ 10 10:30 ଏମିତି 11 ଆଉ। ମାନେ ଏପଟେ ଦି ଯେ ତିନି ଘଣ୍ଟା ଡିନର ଆଉ। ମଝିରେ ଡିନର ପୁଣି ମଝିରେ କରୁଥିବ? ହଁ, ଦିନର ସାର୍ ମାନେ ଦିନେ ଦିନେ 8ଟା ପରେ ମାନେ 8ଟା ପୂର୍ବରୁ ଖାଇଦେଇକିନା ମୁଁ ମାନେ ଦିନେ ଦିନେ ପଢୁଛି। ଆଚ୍ଛା ଆଚ୍ଛା। ମାନେ ସେମିତି ନାହିଁ କି ତ 8ରୁ ଦିନ 11 ତା ତୁମେ ମଝିରେ କଣ୍ଟିନ୍ୟୁଅସ୍ ପଢୁଛି। 8ରୁ 11 ତୁମେ କଣ୍ଟିନ୍ୟୁଅସ୍ ଟାଇମ୍ ଦେଇପାରିବ? 8ରୁ 11 କଣ୍ଟିନ୍ୟୁଅସ୍ ଟାଇମ୍ ଦେଇପାରିବି। ଠିକ୍ ଅଛି। ତ ଏବେ ଦେଖିବା ତମେ ଯଦି ମାନେ ବାକି ଟାଇମରେ ଅଲଗା କଥା। ଏବେ ଯେଉଁ ଏକ୍ଜାମ ତୁମର ପାଖ ଅଛି, ଯଦି ତୁମର ଟାଇଟ୍ ସିଡ୍ୟୁଲ୍ ଦେଖିବା, ଟୋଟାଲ୍ ତୁମ ପାଖରେ ରହୁଛି କେତେ 9ରୁ 12 3 ଘଣ୍ଟା ତୁମ ପାଖରେ ରହୁଛି ପଢ଼ିବା ପାଇଁ। ଠିକ୍ ଅଛି, 2ରୁ 3 1 ଘଣ୍ଟା ରହିଲା। ଦେୟ ରହିଲା 8ରୁ 11 3 ଘଣ୍ଟା, ତ 7 ଆୱାର ତୁମ ପାଖରେ ଅଛି। ଠିକ୍ ଅଛି, ଦେଖ ବାକି ଟାଇମ୍ରେ ତୁମକୁ ଦେଖ ଏଇ ଟାଇମ୍ରେ ବି 7 ଆୱାର ଯେଉଁ ଅଛି, ଏଇ ଭିତରେ ବି ତୁମର ଫୋକସ୍ଟା ୟାଡ୍ ସାଡ଼୍ ହେବ। କ'ଣ ପାଇଁ ନା ଅଲରେଡ଼ି ତୁମେ ବହୁତ ସକାଳୁ ବି ଟ୍ୟୁସନ୍ ପଢ଼ିବ, ଇଭିନିଂରେ ଟ୍ୟୁସନ୍ ପଢ଼ିବ, ତ ଟିକେ ଫିଜିକାଲ୍ ୱାର୍କ ମେଣ୍ଟାଲ୍ ୱାର୍କ ରହୁଛି, ତ ଟିକେ ହାଲିଆ ଲାଗିବ ଅବଭିୟସଲି। ବାକି ସେଇଟା ଏବେ ସାର୍ କ'ଣ ସେ ଏକ୍ଜାମ ହେଇପାରୁନି। ତ ଏକ୍ଜାମ ଏବେ ଆମ ପାଖରେ ଅଛି, ଜଷ୍ଟ ଆଉ 49 ଡେଜ୍ ରହିଲା। ତ ସେଥିପାଇଁ ବୋଲିକି ଟିକେ ଆମେ ଟାଇଟ୍ ସିଡ୍ୟୁଲ୍ ଟିକେ ମେଣ୍ଟେନ୍ କରିବାକୁ ପଡ଼ିବ। ବୁଝାପଡ଼ିଲା? ଆଜ୍ଞା। ମାନେ ଯେଉଁ ଟାଇମ୍ ତୁମେ ମେନସନ୍ କଲ ମୋତେ ଏତେ ଟାଇମ୍ ହେଉଛି ବୋଲିକିରି, ସେତିକି ଟାଇମ୍ରେ ହିଁ ଆମକୁ ଜିନିଷ କରିବାକୁ ପଡ଼ିବ। ବୁଝାପଡ଼ିଲା? ଯଦି ଏବେ ଆଜ୍ଞା। ଆଉ କମ୍ ଦିନ ଅଛି, ସେଥିରେ ଯଦି ଆମକୁ ରେଷ୍ଟ ନେବାକୁ ଟାଇମ୍ ଦେଖି ବସିବା, ତୁମେ ଟ୍ୟୁସନ୍ ନ ପଢ଼ୁଥାନ୍ତ, ଯଦି ଖାଲି ଯଦି ସେଲ୍ଫ ପ୍ରିପାରେସନ୍ କରୁଥାନ୍ତ, ଦେନ୍ ଇଜିଲି ଟାଇମ୍ ଆମକୁ ମିଳିଥାନ୍ତା। ଠିକ୍ ଅଛି, ବାକି ହୁଁ। ତୁମେ ପଢ଼ଉଛ କିଛି ପ୍ରୋବ୍ଲେମ୍ ନାହିଁ, ତା ବାହାରେ ବି ଆମେ ଟାଇମ୍ ବାହାର କରିକି କେମିତି ପଢ଼ିବାଟା ସେଇଟା ଆମକୁ ଦେଖିବାକୁ ପଡ଼ିବ।
आफ्टर वन्स तुमର एग्जाम ହେଇଗଲା ତମେ ପ୍ରପର କେତେ ଦିନ ତମେ ରେଷ୍ଟ ନେଇକି ପୁଣି ଆରଆଇ ପକେଇଛ ତ ହଁ ଆରଆଇ ପକେଇଛି। କେତେ ଦିନ ରେଷ୍ଟ ନେଇକି ତମେ ପୁଣି ଆରଆଇ ପାଇଁ ପଢିପାରିବ। ଏମାନଙ୍କ ଛୁଆ ତମର ଯୋଉ ଟ୍ୟୁସନ ଛୁଆ ତାଙ୍କର ଏଗ୍ଜାମ କେବେ କଣ ସରୁଛି ଫିର ବି ଏ ମାର୍ଚ୍ଚ ମାସରେ ତ ସରିଯାଉଥିବା ବୋଧେ ଆଇ ଥିଙ୍କ। ମାର୍ଚ୍ଚ 9 ରୁ ଷ୍ଟାର୍ଟ ହବ ମାନେ ଗଭର୍ଣ୍ଣମେଣ୍ଟ ପିଲାଙ୍କର ମାର୍ଚ୍ଚ 9 ରୁ ଷ୍ଟାର୍ଟ ହବ। ହଁ ଗଭର୍ଣ୍ଣମେଣ୍ଟ ପିଲାଙ୍କର ମାର୍ଚ୍ଚ 9 ରୁ ଷ୍ଟାର୍ଟ ହବ ଆଉ ତାପରେ ପ୍ରାଇଭେଟ ପିଲାଙ୍କର ଷ୍ଟାର୍ଟ ହବ ମାର୍ଚ୍ଚ 12 ରୁ। ତ ସରୁଛି କେତେବେଳେ ମାନେ ସବୁ ମାର୍ଚ୍ଚ 12ରେ ଷ୍ଟାର୍ଟ ହେଲେ ସରୁଛି କେତେବେଳେ? ମାର୍ଚ୍ଚ 12 ରୁ ସାର୍ ଗୋଟେ ଦିନ ଛାଡି ମାନେ ସବୁଦିନ ଗୋଟେ ଗୋଟେ ଏକ୍ଜାମ ହେଲେ 6 ଦିନ ଆଉ ମାନେ 12 6 18 ଆଉ 20 ଭିତରେ ଠିକ ସରିଯିବ ଅଛି ଏକ୍ଜାମ ମାର୍ଚ୍ଚ ସବୁ। 20 ଯାଏ ତାପରେ କେତେ ଦିନ ତୁମେ ହୁଁ। ଛୁଟି କରିପାରିବ ଟ୍ୟୁସନ? ତାପରେ ସାର୍ ତ ମାସ 15 ଦିନ ଛୁଟି ମାନେ ହେବ ଠିକ ଅଛି 15 ଦିନ ବି ହଉ ହଁ ତ ଯଦି ସେତିକି ଛୁଟି ହଉଛି ଦେନ୍ ଆମେ ଏବେ ଯେତେ ପଢୁଛୁ ଏବେ ତୁମ ପାଖରେ ଦେଖ 6 ଆୱାର approximately 6 ଆୱାର ମାନିଲ 7 ଆୱାର ଦେଖାଯାଉଛି ସେ ନାମକୁ ବାକି ସେଥିରୁ କେମିତି କେମିତି ୟାଡ ଛାଡିକି ଘଣ୍ଟେ ତୁମର ପଳେଇ ବି ଯିବ ବୁଝା ପଡିଲା ତ ଆମେ ମାନିନୁ ଏବେ ମାର୍ଚ୍ଚ 20 ଯାଏ ତୁମେ 6 ଆୱାର ଟାର୍ଗେଟ କର ଏନି ହଉ ତ ଆଜ୍ଞା। ପଢ ଦିନ ସାରା 3 ଘଣ୍ଟା ମାନେ 6 ଘଣ୍ଟା आफ्टर मार्च 20 तुम्हें जो 15 दिन की 20 दिन छुट्टी होची यदि पारुछ एटलिस्ट एग्जाम जाए छुट्टी कर दियो यदि पॉसिबल ଏପ୍ରିଲ ମାନେ हाँ ଏପ୍ରିଲ 19 ଯାକେ। तुम्हें दीटा वे छुट्टी करि पारबो जदि तुम्हें मार्च 20 रु छुट्टी करिकी एप्रिल 19 जाए करि पारुछ भलो कथा जदि होउनी तुम्हें गोटे काम करिवो मार्च 20 रु 15 दिन छुट्टी कर दियो मार्च 20 रु 15 दिन ଆଜ୍ଞା। में केते मार्च 31 एप्रिल 4 जाए हेबो ठीक अच्छे तापर एप्रिल मार्च 20 रु एप्रिल 4 हला गुटे छुट्टी से भीतर तुम्हें भल से पढ़ी पारलो तापरे तांकू पढ़े की तापरे हमरो 19 तारीख एग्जाम तो लास्ट 1 वीक एप्रिल 4 रु एप्रिल 12 जाए तुम्हें क्लास ट्यूशन पढ़ो तापरे आउ गुटे छुट्टी कर दियो एप्रिल 12 रु एग्जाम जाए एप्रिल 19 जाए ମାନେ ଏକ୍ଜାମ ପୂର୍ବରୁ ଗୋଟେ ସପ୍ତାହ ଆଉ। गोटे सप्ताह जदि तुम्हें भावुଛ ଯେ ଫୁଲ୍ ଯଦି ମାର୍ଚ୍ଚ 20 ରୁ ଏପ୍ରିଲ 19 ଯାଏଁ ଛୁଟି ଦେଇଦେଲେ ଟିକେ ଲମ୍ବା ଟାଇମ୍ ହେଇଯିବ ପ୍ୟାରେଣ୍ଟସ୍ ମାନେ କହିବେ ବି ଏତେ ଦିନ ଛୁଟି ହେଲା ବୋଲି ତ ତୁମେ ତାକୁ ଭାଙ୍ଗି ଦିଅ ମାର୍ଚ୍ଚ 20 ରୁ 15 ଦିନ ଏପ୍ରିଲ 4 ଯାଏଁ ନେଇଯାଅ ତାପରେ କ'ଣ କରିବା ଆମେ ଏକ୍ଜାମ ବିଫୋର 1 ୱିକ୍ ପ୍ରପର ଆମକୁ ଖାଲି ପଢ଼ା ଉପରେ ଫୋକସ୍ କରିବା ଯେମିତି ହେମିତି ଛୁଟି ନେଇଯିବାର ଅଛି ତ ଏମିତି ହେଲେ କ'ଣ ହବ ତମେ ସେମାନେ ପ୍ୟାରେଣ୍ଟସ୍ ମାନଙ୍କୁ ଦିମାଗକୁ ଏତେ ଯିବନି तुम्हें कही पारबो एग्जाम टी अछि 1 वीक पाई मुई खाली छुट्टी करछि तापरे मु मेकअप कर देबी कहि दबो पछे परे माने आफ्टर 19 एप्रिल 19 तुम्हें एक्स्ट्रा टाइम पछे बाहर करी 6 जगह रे 7 बज जाय भी पढ़ाई दियो अब सखा टाइम रे तुमरो साढ़े केते 8:30 जगह रे तुम्हें 9 9:30 बजे पढ़ाई देबी कहि दो बुझा पड़ लागे ना तो फास्ट जिंस तुम्हें सेटा करे टारगेट करो एबे मार्च 20 जाए तुम्हें टारगेट करो या फिर तांकर जेबे जाए एग्जाम सरुछि सेबे जाए तुम्हें एनी हाउ तुम पाखे जो 7 घंटा अच्छे से तुम्हें 6 घंटा पढ़िया को ट्राए कर ठीक अच्छे 6 घंटा जब पढ़ एपटे तुम्हें शौच 11 बजे पटू तुम्हें जदि भी 6 घंटा शोल 5 बजे इजिली उठी पार हैबिट जदि नाई टिके कम प्रोब्लेम हम ए तो शीत मास ना तुमको अलुआ लगे खरा मास पाखापाखि पलि आसला ठीक अच्छे तो एत अलुआ भी लगे मॉर्निंग टाइम रे तो राति लेट जाए से बेटर तुम्हें गोटे काम कर जो तो सुविधा हो सका उठे सुविधा हो 5 बजे उठिक 6 बजे पढ़ी दियो और जदि उठे असुविधा हो तुम एपटू 11 ରୁ 12 बजे पढ़ी माने आउ घंटा एक्सटेंड कर दियो 12 बजे बुझल बाकी मु प्रिफर कहि तुमको सब बेस्ट सजेशन करी मॉर्निंग रे कौन पाइना तुम ऑलरेडी 8 ରୁ 11 बजे पढ़ी सारे आउ घंटे पढ़ाई तुम पेसेंस टी कमी जाइथिबो ସେଇଟା ବି ହଉନି ମାନେ ଟ୍ରାଏ କରୁଛି 12ଟା ଯାଏ ପଢିବା ନାଇଁ ତାପରେ 12ଟା ଯାଏ ପଢିଲେ ବି ମାନେ କିଛି ତାର ଭାଲ୍ୟୁ କିଛି ମିଳୁନି ମାନେ ସେ ଯୋଉ ସେଥିପାଇଁ କହୁଛି ତମେ 11 ଆମକୁ ଖାଲି ବସିକି ରହିବାର ନାହିଁ ଯେତେ ଟାଇମ ହଁ ଦେବାର ଅଛି ଭଲ ଭାବରେ ଦେବାର ଅଛି କମ ଦିଅ ବାକି ଭଲ ଭାବରେ ଦିଅ
ତ ସେଥିପାଇଁ ତୁମେ ଗୋଟେ କାମ କର, 11 ବଜେ ପଢ଼, ବାକି ସେପଟୁ ତୁମେ 12 ବଜେ ଉଠି ପଡ଼, ସରି 5 ବଜେ ଉଠି ପଡ଼, ସରି 5 ବଜେ ଉଠି ପଡ଼। ଯେତେବେଳେ ମୁଁ +2 ପଢୁଥିଲି ବି ସେତେବେଳେ ମାନେ ମୁଁ 5ଟାରୁ ଉଠିକିନା 3ଟାରୁ ଉଠିକିନା ହିଁ ପଢେ, ସେମିତି ମାନେ କିଛି ପ୍ରୋବ୍ଲେମ ହବନି କି ବଢ଼ିଆ କଥା। ତ 3ଟାରୁ ଏବେ ତୁମେ ଦେଖ ଇଭିନିଂରେ ତୁମେ ଟ୍ୟୁସନ୍ ଫ୍ୟୁସନ୍ ପଢ଼ଉଛ, ତ ସବୁଥିରୁ ଆଜ୍ଞା ବେଷ୍ଟ ତୁମେ କ'ଣ ରାତିରେ ବି ଆଉ ଜଲ୍ଦି ଶୋଇପାରୁଛ, ଯଦି 10 ବଜେ ଶୋଇପାରୁଛ ବି ବେଟର। ତୁମେ ଯଦି 8 ବଜେ ଆଗରୁ ଡିନର କରିଦେଲ, 8ରୁ 10 ପଢ଼ିଦିଅ, 10ରୁ ଅଧା ଘଣ୍ଟା ଛାଡ଼ ବେଡ଼୍ରେ ଶୋଇକି କ'ଣ ମୋବାଇଲ୍ ଫୋବାଇଲ୍ ଦେଖା ଦେଖି କଲ, କ'ଣ ମାଇଣ୍ଡ କାହା ସହ କଥା ଲାଗିଲ ଅଲଗା କଥା, 10 ବଜେ ବେଡ଼୍କୁ ପଳେଇ ଯାଅ, ସେପଟୁ 4 ବଜେ ଉଠି ପଡ଼ ଯଦି ଉଠି ପାରୁଛ ବୋଲେ। କ'ଣ ମାନେ ଏବେ କ'ଣ ହେବ, ତୁମର ଦିନ ସାରା କାମ ସରିଲାଣି, ତ ସେ ଜିନିଷ ମାଇଣ୍ଡରେ ଥିବ, ତ 11 ବଜେ ପଢ଼ିବାଠୁ ବେଟର ଏଇପଟର ଘଣ୍ଟାଟେ ସେପଟ ସକାଳେ ଆଡ଼୍ କରିଦେଲେ କ'ଣ ହେବ, ସକାଳୁ ସକାଳୁ ତୁମ ମାଇଣ୍ଡଟା ପୁରା ଫ୍ରେଶ୍ ଥିବ, କିଛି ଟେନସନ୍ ମୁଣ୍ଡରେ ନଥିବ, ତ 4ରୁ 6 ତୁମେ ଆରାମସେ ପଢ଼ିପାରିବ। ଆଜ୍ଞା ବୁଝାପଡ଼ିଲା? ଯଦି ହେଉଛି ଏପଟେ 11 ବଜେ ପଢ଼, ଯଦି ତୁମେ ପାରୁଛ ଏପଟୁ 10 କରିକି ସେପଟୁ 4ରୁ 6 ବି ପଢ଼ିପାରିବ। ଏମିତି କଲେ ଆମର ଆଉ ଗୋଟେ ଘଣ୍ଟାଟେ ବଢ଼ିଗଲା। ବୁଝାପଡ଼ିଲା? ଆଉ ତୁମେ ଟ୍ୟୁସନ୍ ନେଉଛ, ତୁମ ରେଷ୍ଟ ନେବାଟା ଜରୁରୀ। ଆଉ ମାନେ ପଢ଼ଉଛ ଯାହା କଲେ ବି ହାଲିଆ ଲାଗିବ, ୱିଦାଉଟ୍ ରେଷ୍ଟ ତୁମେ ପଢ଼ିପାରିବନି ଏତେ ଫୋକସ୍ଡଲି। ଠିକ୍ ଅଛି? ହଁ ସାର୍, ସେଇଟା ବି ପାରୁନି, ମାନେ ଟ୍ରାଏ କଲେ ବି ସେଇଟା ହଉନି, କାରଣ ପିଲାମାନଙ୍କୁ ଭଲ ଭଲ କିନା ପୁଣି ନିଜ ପାଇଁ ପୁଣି ଟାଇମ୍ ଦେବାକୁ ପଡ଼ିବ। ତ ଏବେ ତୁମେ ଯେଉଁ ମର୍ଣ୍ଣିଂ ଟାଇମ୍ରେ 8:30ରୁ 9 ରେଷ୍ଟ ନେଉଛ, ଠିକ୍ ଅଛି, କ'ଣ ପାଇଁ ସେ ଟାଇମ୍ରେ ତୁମର ଏନର୍ଜି ଥିବ, କମ୍ ଟାଇମ୍ ତୁମେ ରେଷ୍ଟ ନେଇକି ବି ପଢ଼ିପାରିବ। କି ଇଭିନିଂ ଟାଇମ୍ରେ ଯେଉଁ ତୁମର ହେଇଯାଉଛି, ସେ ଟାଇମ୍ରେ ଯେଉଁ ତୁମର କେତେ 6 ବଜେ ପଡ଼ିବ, 6ରୁ 8 ହେଲା, ତୁମେ ବଢ଼ିଆ ମାଇଣ୍ଡ ଫ୍ରେଶ୍, ଠିକ୍ ଅଛି, 6ରୁ 8 କର, ଇସ୍ୟୁ ନାହିଁ, ବାକି 8 ବଜେ ଏକ୍ଜାକ୍ଟ 8 ବାଜିଲେ ତୁମେ ମାନେ ପଳେଇ ଆସିବାର ଅଛି। ବୁଝାପଡ଼ିଲା? ଆଜ୍ଞା ଯଦି ତୁମେ ଟାଇମ୍ ମ୍ୟାନେଜ୍ କରିପାରୁନ, ତୁମ ମୋବାଇଲରେ ଆଲାର୍ମ ସେଟ୍ କରିଦିଅ, କେଉଁ ଟାଇମ୍ରେ କ'ଣ କ'ଣ କରିବାର ଅଛି, ତ ଆଲାର୍ମ ବାଜିଲେ କ'ଣ ହେବ, ତୁମ ମାଇଣ୍ଡରେ ଗୋଟେ ଆସିବ, କ'ଣ ପାଇଁ ମୁଁ ଆଲାର୍ମ ଦେଇଥିଲି। ନାଇଁ ସାର୍, ମୁଁ ଡେଲି ପ୍ଲାନିଂ ପାଇଁ ଗୋଟେ ଖାତାଟେ କରିଛି କି ସେଇଥିରେ ମାନେ ଯାହା ବି ହଁ ଦେଖ, ମାନେ ଠିକ୍ ପ୍ଲାନିଂ କରିଛ। ରଖୁଛି କି ମାନେ ଏଇଆ କରିଥିଲି, ତାପରେ ଏଥର ଲାଷ୍ଟ ୱିକ୍ ହଉଛି ସଟରଡେ କିମ୍ବା ସଣ୍ଡେ ହଉଛି, ସେଇଥିରେ ଟେଷ୍ଟ ଦେଇକିନା ସେଟା ଦେଖୁଛି କି ଆକ୍ଚୁଆଲି କେତିକି ମୁଁ ମାନେ ମୋର କେତିକି ବାହାରିଲା, କେତିକି ଆଉଟପୁଟ୍ ନ ବାହାରିଲା, ସେଇଟା ଚେକ୍ କରୁଛି କେତିକି ବଢ଼ିଆ କଥା। ମାନେ କୋଉଠି ଆକ୍ଚୁଆଲି ଅଟକିଲି। ଭଲ କଥା। ବାକି ମୁଁ ଏଇଟା କହୁଛି, ଡେଲି ଶେଡ୍ୟୁଲ୍ଟା ବଢ଼ିଆ ଅଛି, ବାକି ତୁମେ ଏବେ ଧନେ 6 ବଜେ ଟ୍ୟୁସନ୍ ପଢ଼ି ସାରିଲ, ବାହାରକୁ ପଳେଇ ଗଲ, 8 କ୍ରସ୍ ହେଇଗଲା, ତୁମେ ଜାଣିପାରିଲନି, ସବୁବେଳେ ଟାଇମ୍ ଦେଖୁଥିବ ବୋଲେ ମାନେ ନାହିଁ। ତ ଇନ୍ କେସ୍, ସେଇ କେସ୍ରେ ମୁଁ କହୁ, ହଁ କୁହ। ସେଇଟା ସବୁବେଳେ ମାନେ କ'ଣ ହେଇଗଲା, ଟାଇମ୍ ମାନେ କୋଉଦିନ ଅନ୍ୟ ସାର୍ କୁଆଡ଼େ ଗୋଟେ ଯାଇଥିବ, ମାନେ ମାନେ ଦେଖ କାଲି ସାର୍ କାଲି ମାନେ ଯୋଉ ଦୋଳ ପୂର୍ଣ୍ଣିମା ଯୋଉ ଯାତ୍ରା ଆମ ଗାଁରେ ହଉଛି, ତାପରେ ଆଜି ମାମୁଁ ଘରଠିକି ପଳେଇ ଯାଇଛି, ଆଜି ଦିନଟା, ଆଉ ତାପରେ କାଲି ଦିନ ମାନେ ହେଇଯିବ, ମାନେ ହଁ ସେଇଟା ତ ହବ। ଲସ୍ ହେଇଯିବ, କାରଣ ଯେତେ ସାର୍ ପାଠ ପଢି ପାରିବନି। ଆଉ ଏ ସଣ୍ଡେରେ ତ ତୁମର ଛୁଟି ରହୁଥିବ ଟ୍ୟୁସନ୍, କି ସଣ୍ଡେରେ କର? ସଣ୍ଡେ କେବଳ ମର୍ଣ୍ଣିଂରେ ହବ, ଆଉ ତାପରେ ମାନେ ଆଫ୍ଟରନୁନରେ ଛୁଟି ରହିବ। ମାନେ ଡେଲି କ୍ଲାସ୍, ମାନେ ଏବେ ମାନେ ୱିକ୍ ଯାକ ପୁରା 7 ଡେଜ୍ କ୍ଲାସ୍ ରହୁଛି, ଖାଲି ସଣ୍ଡେରେ ଇଭିନିଂରେ କ୍ଲାସ୍ କରୁନ। ହୁଁ ଠିକ୍ ଅଛି, ତ ଇଭିନିଂରେ ଯଦି କ୍ଲାସ୍ କରୁନ, ସେଇଟା ସଣ୍ଡେରେ ତୁମେ ଆଉ 2-3 ଘଣ୍ଟା ବାହାର କରିପାରିବା ସଣ୍ଡେରେ। ଏଇ ସଣ୍ଡେ ସିନା ହେଲାନି, ତୁମେ ପଳେଇଛ ବୋଲିକିରି, ନେକ୍ସଟ ସଣ୍ଡେ ତ କରିପାରିବା, ଆହୁରି ଆମ ପାଖରେ 4ଟା ସଣ୍ଡେ ଆସିବ। ଆଜ୍ଞା ଠିକ୍ ଅଛି, ଯେଉଁଠୁ ତୁମେ ଟିକେ ଟାଇମ୍ ମିଳିଲା ସେଠୁ ତୁମେ ବାହାର କରିବାକୁ ଟ୍ରାଏ କର। ଏକ୍ଜାମ୍ ଯାଏ ମୁଁ କହୁଛି, ଏକ୍ଜାମ୍ ଯାଏ ତୁମେ ଟିକେ ଖଟିବାକୁ ପଡ଼ିବ, ତାପରେ ତୁମେ ରେଷ୍ଟ ନେଇଦିଅ, ତୁମେ ଟିକେ ପଢ଼ାରୁ ଗ୍ୟାପ୍ ନେଇକି ଖାଲି ଟ୍ୟୁସନ୍କୁ ଦେଇପାର, ଟିକେ ପ୍ରପର୍ ରେଷ୍ଟ ନେଇପାର, ଆଫ୍ଟର ତୁମେ 1 ୱିକ୍ ପୁଣି ତୁମେ RI ପାଇଁ ଷ୍ଟାର୍ଟ କରିଦେବ, ସେହି ସମାନ ସେଡ୍ୟୁଲ୍। ଫାଷ୍ଟ ତୁମକୁ ଟିକେ ଲାଗିପାରେ ଯେ ନାଇଁ ଟିକେ ବେଶୀ ହେଇଯାଉଛି, ହାଲିଆ ଲାଗୁଛି, ବାକି ଧୀରେ ଧୀରେ ହେବିଟ୍ ହେଇଗଲେ କ'ଣ ହେବ, ସେଇଟା ତୁମକୁ କରିଲେ ବି କିଛି ପ୍ରୋବ୍ଲେମ୍ ହେବନି। ବୁଝାପଡ଼ିଲା? କ'ଣ ପାଇଁ ଟ୍ୟୁସନ୍ ତ ତୁମେ ବନ୍ଦ କରିପାରିବନି। ଟିଉସନ ବନ୍ଦ କରି ହବନି, କାରଣ ସାର୍ ହଁ ପିଲା ଅଛନ୍ତି ନା, ମାନେ ଛାଡି ହବନି, ମାନେ କ'ଣ ହେଇଗଲା ସାର୍, ପରୀକ୍ଷା ଯାକେ ଯାହାହେଲେ ବି ପଢିବାକୁ ପଡିବ ନା, କାରଣ ନୂଆ ପିଲା ଆଡ୍ ହେଇଛନ୍ତି, ତାଙ୍କୁ ମାନେ ନୂଆ ଟିଉସନ ଛାଡିଆ ହବ। ସାର୍ ମୁଁ +2 ପରଠୁ ସାର୍ ଟିଉସନ କରୁଛି, +3 ଷ୍ଟାର୍ଟିଂ ହେଲା, ମୁଁ ମଝିରେ ଗ୍ୟାପ୍ ନେଇଥିଲି JEE ଗୋଟେ ବର୍ଷ ପାଇଁ,
जेई गुटे वर्ष ପାଇଁ ମାନେ ଗ୍ୟାପ୍ ନେଇଥିଲି ମାନେ ଡ୍ରପ୍ ନେଇଥିଲି ଗୋଟେ ବର୍ଷ ପାଇଁ ଯେଇ ଏକ୍ଜାମ ଦେଇଥିଲି ଆଉ ସେଥିରେ ସାର୍ ମୋର ଆସିଥିଲା ସିଲେକ୍ସନ ଆସିଥିଲା କେଉଁଝରରେ ସାର୍ ଉଜେଇରେ ପକେଇଥିଲି ଯୋଉ ଆସିଥିଲା ଆଚ୍ଛା ସିଲେକ୍ସନ ତାପରେ ସେଇଟା ମୁଁ ସାର୍ କରୋନା ବେଳକୁ ସାର୍ ଆସିଥିଲା ଯେ ସାର୍ ସେଇଥିରେ ମୁଁ ନାଁ ଲେଖେଇ ପାରିଲିନି କଣ ପାଇଁ ନା ସେତେବେଳେ ଗୋଟେ କେସ୍ ହେଇଯାଇଥିଲା ମାନେ ଗୋଟେ ପୁଅଟାକୁ ସାର୍ ମର୍ଡର କରିଦେଇଥିଲେ ସେଟା କଣ ଗୋଟେ କେସ୍ ସେମିତି ଚାଲିଥିଲା କରୋନା ପରେ ପରେ ଆଚ୍ଛା ସେଥିପାଇଁ ବାପା ଏଠୁ ମନା କଲେ ଟିକେ ଯାନି ମୋର ପାଠ ପଢା ଦରକାର ନାହିଁ ତାର ସାର୍ ବାଧ୍ୟ ହେଇକିନା ମୁଁ ସାର୍ +3 ନାଁ ଲେଖିଥିଲି ମୋର +3 ସାର୍ କିଛି ଇଣ୍ଟେନସନ ନଥିଲା କି ମାନେ +3 କରିବାର ମୁଁ ସାର୍ ତ ଇଞ୍ଜିନିୟରିଂ ପ୍ଲସ୍ ଥ୍ରୀ କମ୍ପ୍ୟୁଟର ସାଇନ୍ସ ଭାବୁଥିଲି କରିବି ବୋଲି ଗ୍ରାଜୁଏସନ କୋଉଠି କରିଛ ଫେର? ଗ୍ରାଜୁଏସନ ସାର୍ ଆମ ଗାଁ ପାଖ କଲେଜରେ କରିଛି ସାର୍ ହେ ମାନେ ସବଜେକ୍ଟ କିଛି ଆଉ କୁଆଡେ ଯିବା ନା ସବଜେକ୍ଟ ସାର୍ କେମିଷ୍ଟ୍ରି ଆଚ୍ଛା ଆଚ୍ଛା ତ କିଛି ପ୍ରୋବ୍ଲେମ୍ ନାହିଁ ତମ ସାଇନ୍ସ ବ୍ୟାକଗ୍ରାଉଣ୍ଡ ପରେ ତମର ମ୍ୟାଥ ରିଜନିଂରେ ଏତେ ୱିକ୍ ନଥିବ ତମେ ପୁଣି ଯେଇ ପାଇଁ ପ୍ରିପେୟାର ବି ହେଇଥାଅ ମ୍ୟାଥ ରିଜନିଂରେ ସେତେ ପ୍ରୋବ୍ଲେମ ହଉନି ପ୍ରୋବ୍ଲେମ ସାର୍ ହଉଛି କୋଉଥିରେ କି ଟାଇମିଂ ତାପରେ ରଖିବ କରେଣ୍ଟ ଆଫେୟାର୍ସ କେତେ ପଢିବି ମାନେ କରେଣ୍ଟ ଆଫେୟାର୍ସ କେତେ ପଢିବି କୋଉ ମାସର ପଢିବି ସେଟା ଟିକେ ତାପରେ ଜିକେ ବି ସାର୍ ଓଡିଶା ଜିକେ ଉପରେ ସେତେ କିଛି ନୁହଁ ହିଷ୍ଟ୍ରି ଆଉ ଜିଓଗ୍ରାଫି ମୋର କ୍ଲିୟର ଅଛି କେବଳ ସାର୍ ପଲିଟି ଆଉ ଇକୋନୋମି ଏଇ ଦିଟା ସାର୍ ଟିକେ ୱିକ୍ ରହୁଛି ତଥାପି ସାର୍ ମକ୍ ଟେଷ୍ଟ ଦଉଛି ସେଥିରେ ଇମ୍ପ୍ରୁଭ ଟିକେ ମାନେ ଦେଖାଯାଉଛି କି 10ରୁ ସାର୍ 10ଟା ଯୋଉ ଟେକ୍ସଟ ବୁକରେ ଯୋଉ 10ଟା କ୍ୱେଶ୍ଚିନ୍ ଆସୁଛି ସେଇ 10ଟା କ୍ୱେଶ୍ଚିନ୍ରୁ 6-7 ସାର୍ ରହିଯାଉଛି 6-7 ରହିଯାଉଛି 6-7 ରହିଯାଉଛି ଆଉ ହିଷ୍ଟ୍ରି ଜିଓଗ୍ରାଫିରେ ସେଇ ସେମ୍ କେସ୍ 7-8 ସେଇ ରହୁଛି ମାନେ 2-3ଟା ଯାହାହେଲେ ବି ଭୁଲ ହଉଛି ସାର୍ କାରଣ ମୋର ବ୍ୟାକଗ୍ରାଉଣ୍ଡ ସେଇଟା ନୁହେଁ ନା ମୋ ସ୍କୋରିଂ ବ୍ୟାକଗ୍ରାଉଣ୍ଡ ସେଇଟା ନୁହେଁ ସେଇଟା ସାର୍ ସାର୍ କରେଣ୍ଟ ଆଫେୟାର ଏ ବର୍ଷ କେତିକି କ୍ୱେଶ୍ଚିନ୍ ଆସିବ ସେଇଟା ବି କିଛି ଜଣା ନାହିଁ କରେଣ୍ଟ ଆଫେୟାର୍ସ ମୁଁ ସାର୍ କରେଣ୍ଟ ଆଫେୟାର ମନ୍ଥଲି କରୁଛି ସାର୍ ମନ୍ଥଲି କ୍ରାକ୍ ଗଭର୍ଣ୍ଣମେଣ୍ଟ ଏକ୍ଜାମ ଆଉ ତାପରେ ଏକ୍ସପେରିମେଣ୍ଟ ଆଉ ଏକ୍ସପିରିଏନ୍ସ ଯୋଉ ଚ୍ୟାନେଲ ଅଛି ସେଇ ଦିଟା ଚ୍ୟାନେଲ କେବଳ ମନ୍ଥଲି କରୁଛି ଆଉ ତାକୁ ବାରମ୍ବାର ହଁ ରିଭାଇଜ ମାନେ କରୁଛି ଆଉ ତାକୁ ମାନେ ଗୋଟେ ମନ୍ତ୍ର ଦିଟା ଭିଡିଓ ଦେଖନି ଗୋଟେ ଭିଡିଓ ହିଁ ପ୍ରିଫର କର କ୍ରାକ୍ ଗଭର୍ଣ୍ଣମେଣ୍ଟର ନହେଲେ ଏକ୍ସପିରିଏନ୍ସର ଯୋଉଟା ହେଲେ ଗୋଟେ ଦେଖିବ ଯୋଉଟାରୁ ତମକୁ ଭଲ ଲାଗୁଛି ଯୋଉଠୁ ହେଲେ ଗୋଟେରୁ ଦେଖ କଣ ପାଇଁ ଦେଖ ଦିଟା ଭିଡିଓ ଦେଖିଲେ କଣ ହବ ତୁମର ଅଲରେଡି ତୁମ ରିଭିଜନ ପାଇଁ ବହୁତ ଜିନିଷ ହେଇଗଲା ତମେ 6 ମାସର ଦେଖିଲା ମାନେ ତମ ପାଖରେ 12ଟା ଭିଡିଓ ହେଇଗଲାଣି ବୁଝଛ କି ନା ହୁଁ ସେଥିପାଇଁ ହୁଁ ଯୋଉଠୁ ହେଲେ ଗୋଟେ ସୋର୍ସରୁ ଫଲୋ କର ମନ୍ଥଲି କରୁଛ ବଢିଆ ଅଛି ସେ ଗ୍ରେକ୍ ଗଭର୍ଣ୍ଣମେଣ୍ଟରେ ତ ବହୁତ ଓଡ଼ିଶା ର ମାନେ ଓଡ଼ିଶାର କରେଣ୍ଟ ଆଫେୟାର ଆଉ ହୁଁ ଇଣ୍ଟରନ୍ୟାସନାଲ ଆସୁଛି ସାର୍ ଦେବାଶିଷ ଅବସ୍ଥି ଯୋଉ ଅଛି ହିନ୍ଦୀର ଗୋଟେ ଚ୍ୟାନେଲ ଯୋଉ କରେଣ୍ଟ ଆଫେୟାର୍ସ ବାଇ କରେଣ୍ଟ ଆଫେୟାର୍ସ ଯୋଉ ଅଛି ସେଇ ତାଙ୍କର ବି ସାର୍ ଦେଖୁଥିଲି ମଝିରେ ସାର୍ ମତେ କରେଣ୍ଟ ଆଫେୟାର ପାଇଁ ଡର ଲାଗୁଛି କଣ ପାଇଁ ନା କରେଣ୍ଟ ଆଫେୟାର ମନ୍ଥଲି କରିବି କି ୱିକଲି କରିବି କି ମାନେ ନାଇଁ ମନ୍ଥଲି ସେଟା ତ ଶୁଣ ଏଇ ଯୋଉ 2-3 ମାସ monthly କରୁଛି ଏବେ ତୁମେ ଏଇ 2-3 ମାସ ହଁ ତୁମେ ନା ଆପଣଙ୍କ ଭିଡିଓ ଦେଖିଲା ପରେ ବି ମୁଁ ସାର୍ ମନ୍ଥଲି କରୁଛି ମୁଁ ଆଉ ୱିକଲି କି ଡେଲି ଆଉ କରୁନି ନାଇଁ ସେଟା ୱିକଲି କରନି କିଛି ଫାଇଦା ନାହିଁ ଅଯଥା ତମର କଣ୍ଟେଣ୍ଟ ବେଶୀ ହବ ଆଉ ପଢିବାର ଟାଇମ ଯିବ ତୁମର ହେଲା ଆଜ୍ଞା ତ ନଭେମ୍ବରରୁ ତୁମେ ମାର୍ଚ୍ଚ ଯାଏ ମନ୍ଥଲି କର ଠିକ ଅଛି ତାପରେ ଆଜ୍ଞା ଏପ୍ରିଲ ଯୋଉ ଫାର୍ଷ୍ଟ ୱିକ୍ ରହୁଛି या फिर सेकेंड वीक ଆଜ୍ଞା तार तुम्हें वीकली कर दियो कौन भाई एप्रिल तो मंथली तुम्हें पाइबनी एप्रिल एंड पूर्वर ଏପ୍ରିଲ ତ ସେଥିପାଇଁ ତୁମେ କଣ ୱିକଲି କରିଦିଅ ବେଷ୍ଟ ହବ ସବୁଥିରୁ ଏପ୍ରିଲ ମାସଟା ଖାଲି ଏକ୍ଜାମ ଯାଏ ଆଜ୍ଞା ବିଫୋର ଦିସ୍ ତୁମେ ମନ୍ଥଲିକୁ ପ୍ରିଫର କର ସବୁଥିରୁ ବେଷ୍ଟ ହବ କଣ ପାଇଁ ନା ବେଶୀ ପଢ଼ିବାଟା ଇମ୍ପୋର୍ଟାଣ୍ଟ ନାହିଁ ବେଶୀ ରିଭିଜନ କରିବାଟା ଇମ୍ପୋର୍ଟାଣ୍ଟ ଆମ ପାଇଁ ହଁ କି ନାହିଁ ଆଜ୍ଞା ସାର୍ ତ ସେଥିପାଇଁ daily ମୁଁ ସାର୍ ଓଡିଶା ଜିକେ ଯୋଉ ଅଛି ସେଇଟା ସାର୍ ଆରିଅଣ୍ଟରୁ ପଢୁଛି ଆରିଅଣ୍ଟରୁ ଜିଓଗ୍ରାଫି ଆଉ ହିଷ୍ଟ୍ରି ଟୋଟାଲ ସାରି ସାରିଲି ମାନେ କେବଳ ସାର୍ ବୁକ୍ ରିଡିଙ୍ଗ କରୁଛି ଆଉ ସାର୍ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ସେଥିରୁ ଏମସିକ୍ୟୁ ଯୋଉ ଅଛି ସେ ଏମସିକ୍ୟୁ ହିଁ ଲଗାଉଛି ଆଉ ଟେକ୍ସଟ ବୁକ୍ ରୁ ମକ୍ ଟେଷ୍ଟ ଦଉଛି ତା ଭିତରେ ସାର୍ ୟୁଟ୍ୟୁବ ଭିଡ଼ିଓ ସେତେ ପ୍ରେଫର କରୁନି ଯଦି ବି କିଛି ଗୋଟେ କନଫ୍ୟୁଜନ ଆସିଲେ ସେଇଟା ଖାଲି ୟୁଟ୍ୟୁବରେ ଖାଲି ମାରି ଦଉଛି ନହେଲେ ୟୁଟ୍ୟୁବ ସାର୍ ସେତେ ଦେଖୁନି ବଢିଆ ବଢିଆ ସାର୍ ସେଥିପାଇଁ ବୁକ୍ ପ୍ରେଫର କରୁ ସାର୍ ଭିଡ଼ିଓ ଦେଖିଲେ କଣ ତମେ ଯଦି ଜିନିଷ ଜାଣିଛ ଫିର ବି ତୁମେ ଭିଡ଼ିଓ ଦେଖିବାକୁ ଯାଉଛ ଦେନ୍ ତୁମର ଟାଇମ୍ ଯିବ ସେଥିପାଇଁ ତାଠୁ ବେଟର ବୁକ୍ ପଢ଼ ଯେଉଁ ଟପିକରେ ତୁମର ଡାଉଟ୍ ହେଉଛି ତାର ସେଇ ପାର୍ଟକୁ ହେଇକି ତୁମେ ଭିଡ଼ିଓ ଦେଖିକି କ୍ଲିୟର କରିଦିଅ
କେବଳ ସାର୍ ପଲିଟି ଆଉ ଇକୋନୋମି ପାର୍ଟଟା ଟିକେ ବୁଝିପାରୁନି, ତେଣୁକରି ସେଇଟାକୁ ସାର୍ ସେଇଟାକୁ ଭାବିକି ୟୁଟ୍ୟୁବ ଭିଡ଼ିଓ ଫାଷ୍ଟ ଟିକେ ପ୍ରେଫର କରିନା ଦେଖିବି, ତାପରେ ଯାଇନା ରିଡ଼ିଂ କରିବି। ସେଇଟା ଟିକେ କାରଣ ସାର୍ ସେଇଟା କେତେ 4-5 ବର୍ଷ ହେଲା ଟୋଟାଲ ଛାଡ଼ି ସାରିଲେ ନା, ସେ ଯୋଉ ଇଏ ସେକ୍ଟର ମାନେ ହିଷ୍ଟ୍ରି ଜିଓଗ୍ରାଫି ଉପରେ ସେତେ ମାନେ ପଲିଟି ଇକୋନୋମିକ୍ସ ହଁ ସେତେ ମାନେ ରଖିବାକୁ ପଡିବ। ମାନେ ନାହିଁ ନା ଇଏ ସେଟା ସାର୍ ଟିକେ ସେଇଟା ଟିକେ ଦେଖିବାକୁ ପଡ଼ିବ। ଆଉ ମ୍ୟାଥ ରିଜନିଂରେ ତ ସେତେ ସାର୍ ଭଲ ସ୍କୋର ଆସୁଛି, ମ୍ୟାଥ ରିଜନିଂରେ ସେତେ କିଛି ଖରାପ ସ୍କୋର ଆସୁନି। ମକ୍ ଟେଷ୍ଟ ଦେଇଥିଲି ଯେ, ଆଉ ଫୁଲ୍ ମକ୍ ଟେଷ୍ଟ ଦେଇଥିଲି ଯେ ସେଥିରେ ଫୁଲ୍ ମକ୍ ଟେଷ୍ଟରେ 2ଟା ଦେଇଥିଲି, ସେ ଗୋଟାକେ ଆସିଥିଲା 135, ଆଉ ଗୋଟାକରେ 137 ଆସିଥିଲା। 137 ଆସିଥିଲା। ତମେ ମକ୍ ଟେଷ୍ଟ 150 କ୍ୱେଶ୍ଚିନ୍ ଯୋଉ ହଁ 150 ତ କ୍ୱେଶ୍ଚିନ୍ ମକ୍ ଟେଷ୍ଟରେ ତୁମେ ସବୁବେଳେ ଜାଣିଥାଅ ମକ୍ ଟେଷ୍ଟ ଯେତେ ମାର୍କ ଆଉଛି ସେଥିରୁ ତୁମେ 20 ୟା ଫିର 10ରୁ 20 ମାର୍କ ମାଇନସ୍ କରିକି ଚାଲିବ ମେନ୍ ଏକ୍ଜାମ ପାଇଁ। ବୁଝାପଡ଼ିଲା? କ'ଣ ପାଇଁ? ଏଠି ତୁମେ ୱିଦାଉଟ୍ ପ୍ରେସର ଦଉଛ, ଘରେ ଦଉଛ ଆରାମସରେ କମ୍ଫର୍ଟ ଜୋନ୍ରେ ତୁମର। ସେଠି କ'ଣ ଥିବ ପ୍ରେସର ଥିବ ଟିକେ। ଏଠି ନେଗେଟିଭ ମାର୍କିଂ ହେଲେ ତୁମେ ଜାଣିଛ ମୋର କିଛି ହବନି। ନା ସାର୍ ପିଲାମାନେ ଯେମିତି ଖାଲି ମାନେ ଯୋଉ ମାନେ କ'ଣ କି କମ୍ପ୍ୟୁଟର ସିବିଟି ମୋଡରେ ଦଉଛନ୍ତି, ସାର୍ ମୁଁ ସେମିତି ଦଉନି। କାରଣ ମୁଁ ଜାଣିଛି ସିଜିଏଲ, କାରଣ ସିଜିଏଲ ସେ ଯୋଉ ହବ ସେ ପାଇଁ ଗୁଲେଇ ମାଲା ହବ ନା, ତେଣୁକରି ପ୍ରିଣ୍ଟ ମାରନା ପାଇଁ ଆଣିଛି ହାରି OMR ସିଟ୍ ପ୍ରିଣ୍ଟ ମାରନା ଆଣିଛି ହାରି। ମୁଁ ସେଇ ଯୋଉ ପ୍ରିଣ୍ଟ ମାରିବା ପାଇଁ ପ୍ରିଣ୍ଟ ମାରନା ଆଣିଛି ହାରି। ତାପରେ କମ୍ପ୍ୟୁଟର ସେକ୍ସନ ଆଡ଼େଇ ଦଉଛି। କମ୍ପ୍ୟୁଟର ମାନେ ଧରିନିଅ ମୋର ଷ୍ଟ୍ରଙ୍ଗ ସବଜେକ୍ଟ ହଉଛି କମ୍ପ୍ୟୁଟର କି ରିଜନିଂ କି ମ୍ୟାଥ, ମାନେ ଯାହା ବି ସାର୍ ଅଛି ସେଇ ଯୋଉ ଟପିକକୁ ଆଗ ଆଡ଼େଇ ଦଉଛି। ଏଇ ଯୋଉ 3-4ଟା ଟପିକ ସାରି ଦଉଛି। ସାରିଦେଲା ପରେ ତାପରେ କରେଣ୍ଟ ଆଫେୟାର୍ସ, DI ଏଇ 2ଟା ଲାଷ୍ଟରେ କରୁଛି। ମାନେ DI କୁ କରେଣ୍ଟ ଆଫେୟାର୍ସ ଏଇ 2ଟା ଲାଷ୍ଟରେ ମକ୍ ଟେଷ୍ଟ ରଖୁଛି। ଏଇ 2ଟା ଲାଷ୍ଟରେ ଠିକ ରଖୁଛି। ଅଛି। ବଢ଼ିଆ ଅଛି। ଖାଲି ତୁମର ଟାଇମରେ ପ୍ରୋବ୍ଲେମ ରହୁଛି। ଏଇଟା ଯଦି SSC ପାଇଁ ପ୍ରିପେୟାର ହେଇଛ ମାନେ ତୁମର ଓଭରଅଲ୍ ଗୋଟେ ଆଇଡ଼ିଆ ଅଛି। ବାକି ଯେହେତୁ ତୁମେ ଟ୍ୟୁସନ୍ ପଢ଼ିଛ ତୁମର ଟାଇମ୍ ଟିକେ ଇଆଡ଼ ସାଡ଼ ହେଇଯାଉଛି। ଟାଇମ ଟିକେ ଇଆଡେ ସିଆଡେ ଯାଉଛି। ଆଉ ତାର ସେଠି ଯୋଉ ଗୁଲେଇ ବୁଲେଇବାର ମୁଁ ସାର୍ କାଉଣ୍ଟ କରିଥିଲି କି ସେ ଯୋଉ ଗୁଲେଇ ମାନେ 150ଟା ପାଇ ମାନେ ମିନିମମ୍ ସାର୍ 17 ମାନେ ନା ସେଥିରେ ସାର୍ ପଳଉଛି। ହଁ ଗୁଲିଆରେ ଟିକେ ଯିବ, ସେଥିପାଇଁ ଏବେଠୁ ପ୍ରାକ୍ଟିସ୍ କରୁଥିବ ବୋଲେ କ'ଣ ହେବ ତୁମକୁ ଟିକେ ଇଜି ରହିବ। ହଁ ନା? ସେଇଟା ସାର୍ ବୁଲେଇବାରେ ସେ ଯୋଉ ପ୍ରାକ୍ଟିସ ସେଇଟା ଟିକେ କରୁଛି। ଆଉ ସାର୍ DI ପାଇଁ ସେମିତି ତ ନାହିଁ, କାରଣ DI ଲେବୁଲ ଆସୁଛି ଟିକେ। ବ୍ୟାଙ୍କିଂ ଲେବୁଲର ତ 2-3 ବର୍ଷର କ୍ୱେଶ୍ଚିନ୍ ଦେଖିଥିଲି ପ୍ରିଭିୟସ୍ ଇୟର ବ୍ୟାଙ୍କିଂ ଲେବୁଲ ଆସୁଛି। ତେଣୁକରି ସାର୍ DI ସବୁ ବି DI ରୁ ମୁଁ ଟାର୍ଗେଟ କରୁନି। ଟାର୍ଗେଟରୁ ସାର୍ DI ରୁ କେବଳ 2ଟା ସେଟ୍ ମୁଁ ଟାର୍ଗେଟ କି ହେଇଯିବ, ମାନେ 10 ମାର୍କ ଆସିବ କି 10 ମାର୍କ ଆସିବ। ଆଉ ବେଶୀ ନ ଆସିଲେ ଚଳିବ, କାରଣ ବି ଆସିବ ସେଟା ନାହିଁ ନା। 2ଟା ସେଟ୍ ମୁଁ ଟାର୍ଗେଟ କି 2ଟା ଆସିବ। ଠିକ୍ ଅଛି, କିଛି ପ୍ରୋବ୍ଲେମ୍ ନାହିଁ। ତୁମର 2ଟାରୁ 3ଟା ମାନେ ଜିକେ ତୁମର ହେଉଛି ନା, ତ ସେଟା ଷ୍ଟ୍ରଙ୍ଗ ପଏଣ୍ଟ, ତ DAରେ ଟିକେ ୱିକ୍ ହେଲେ ବି ଚଳିବ। ହେଲା। ତ ବାକି ଗୋଟେ କାମ କରିବ। DI ହଁ ଯୋଉ ଟୋଟାଲ ଆଉ 2ଟା ସେଟ୍ ରହୁଛି, ସେଇଟା ମୁଁ ସ୍କିପ୍ ମାରିଦଉ। ନେଟୱାର୍କ ପ୍ରୋବ୍ଲେମ୍। ହଁ ଏବେ କ୍ଲିୟର ହେଲା। ତାପରେ ସେ ଯୋଉ 2ଟା ସେଟ୍ ଯୋଉ ସେଟ୍ ମୁଁ କରିଦଉଛି। ତ ଏମିତି କର, ତୁମେ ଡେଲି ତୁମର ସେଡ୍ୟୁଲ୍ ତ ମୁଁ କହିଲି, ମାନେ ଯେତେବେଳେ ଟାଇମ୍ ମିଳୁଛି ଯେମିତିକି ତୁମେ ମର୍ଣ୍ଣିଂରୁ ତୁମେ ଉଠିବାକୁ ଟ୍ରାଏ କର। ଯଦି ହେଉଛି 4ରୁ 6 ୟା ଫିର 5ରୁ 6 ଘଣ୍ଟାଟେ ତୁମେ କ୍ଲିୟର କରିଦିଅ, ପଢ଼ିଦିଅ। ଓକେ, ତାପରେ ତୁମେ ପ୍ରପର ଟ୍ୟୁସନ୍ ପଢ଼ାଅ। ତାପରେ ରେଷ୍ଟ ନେଇକି ପୁଣି ଯେଉଁ 9 ବଜେ ୟା ଫିର 9:30 ଯେତେବେଳେ ପଢ଼ୁଛ 12 ବଜେ ଯାଏଁ ଫୋକସ୍ଲି ପଢ଼। ତୁମେ ଖାଲି ବସିବାର ନାହିଁ। ଯଦି ଇଚ୍ଛା ଲାଗୁନି ତୁମେ ରେଷ୍ଟ ପଛେ ନେଇଯାଅ, ଏମିତି ଖୋଲିକି ବସନି। ରେଷ୍ଟ ନେଲେ ପଛେ ଉଠିକି ତୁମେ ଭଲରେ ପଢ଼ିପାରିବ। ହଁ ସାର୍, ଯେତେବେଳେ ବି ସାର୍ ଇଏ ଲାଗୁଛି ସେତେବେଳେ ମାନେ ଶୋଇ ପଡୁଛି। ମୋବାଇଲ ସାର୍ ଏତେ ୟୁଜ୍ କରୁନି। ଯଦି କୌଣସି ଗୋଟେ କନଫ୍ୟୁଜନ ଆସିଲା ସେତେବେଳେ ହିଁ ମୋବାଇଲ ୟୁଜ୍ କରୁ। ମୋବାଇଲ ସେତେ ୟୁଜ୍ କରୁନି। ସାର୍ ମୋବାଇଲ ୟୁଜ୍ କଲେ ବି ସାର୍ ଆଖି ଉପରେ ପ୍ରେସର, ପାଠ ପଢିବା ପାଇଁ ସେତେ ଫୋକସ୍ ବି ହଉନି। ଫୋକସ୍ ହେବନି। ହଁ, ସେମିତି ହାଲିଆ ଲାଗିବ ତୁମର।
ସେଥିପାଇଁ ସାର୍ ଇଏ କରୁଛି ସାର୍ DI କରେଣ୍ଟ ଆଫେୟାର୍ସ ଟିକେ ସେଇ ଦିଟା ଉପରେ ଟିକେ ଫୋକସ୍ କରୁଛି କି ସେଇଦିଟା କେମିତି ମ୍ୟାକ୍ସିମମ୍ ସ୍କୋର ଆସିପାରିବ କରେଣ୍ଟ ସେଇଥିରେ ଆଫେୟାର କେମିତି ମନ୍ଥଲି ଟାର୍ଗେଟ କର ଡେଲି ପଢିବା କିଛି ସେଇଥିରେ ଦରକାର ନାହିଁ maximum ତମେ ଏପ୍ରିଲ ମାସରେ ଖାଲି ତମେ ୱିକଲି ପଢିଦିଅ ଓକେ ଆଜ୍ଞା ଆଉ ସେଇଟା କର ଦେଖ ମାର୍ଚ୍ଚ 20ରୁ 19 ଯଦି ଛୁଟି ନେଇ ପାରୁଛ ଟ୍ୟୁସନ ଭଲ କଥା ନହେଲେ ତାକୁ ତମେ ଡିଭାଇଡ କରିଦିଅ ମାର୍ଚ୍ଚ 20ରୁ ଏପ୍ରିଲ 4 ଯାଏ ଗୋଟେ ଛୁଟି ନେଇଯାଅ ଆଉ ଗୋଟେ ଏପ୍ରିଲ 12ରୁ ଏପ୍ରିଲ 19 ଯାଏ ନେଇଯାଅ ପରେ କହିଦେବ ଯେ ମୁଁ ଏକ୍ସଟ୍ରା ଟାଇମ୍ ପଢ଼େଇଦେବି ବୋଲିକରି ବୁଝାପଡ଼ା ତମେ ଦୁଇଟା ୱେରେ ଗ୍ୟାପ୍ ନେଇକି ତୁମେ ଷ୍ଟ୍ରାଟେଜି ମାନେ ପଢ଼ିପାରିବ ଆଉ ସେ ଟାଇମ୍ରେ ତୁମ ଟ୍ୟୁସନ୍ ଟାଇମ୍ରେ ବି ଏକ୍ସଟ୍ରା ଟାଇମ୍ ତୁମକୁ ଆଡ଼୍ କରିକି ପଢ଼ିବାକୁ ପଡ଼ିବ ବୁଝାପଡ଼ିଲା ପିଲାଙ୍କୁ ବି ଯୋଉ ପଢଉଛି ଜିଓଗ୍ରାଫି ହଁ ସେଥିରେ ସେଇ ସମାନ ଟିକେ ତ ହେଇଯାଉଛି କାରଣ ହଁ ସାର୍ ଆଉ ସେଇ ସପ୍ତମ ପିଲାକୁ ହିଁ ପଢଉଛି ନା ସେଇ 6, 7, 8 ପିଲାକୁ ହିଁ ପଢଉ ସେମ୍ ତ ଆଉ ମାନେ ପ୍ରୋବ୍ଲେମ ରହୁନି ସେଇଟା ସାର୍ ଟାର୍ଗେଟ କରୁଛି କରେଣ୍ଟ ଆଫେୟାର ଏଇ ଉପରେ ଟିକେ କେମିତି ଷ୍ଟ୍ରଙ୍ଗ ଟିକେ ଆସିପାରିବ ଆଉ କରେଣ୍ଟ ଆଫେୟାର୍ସ କୋଉଠୁ ଆସିବ ସେଇଟା ସାର୍ ବି ଜାଣିନାହାନ୍ତି ହଁ ହେଇଟା ତ କେହି ଜାଣିପାରିବେନି ବଟ୍ ମୋଷ୍ଟ ଅଫ୍ ଦ କ୍ୱେଶ୍ଚନ୍ ତୁମର ଆସିବ ଓଡ଼ିଶା ଜିକେ ବୁଝାପଡ଼ିଲା ସେଇଟା ତୁମର ଷ୍ଟ୍ରଙ୍ଗ ଜୋନ୍ କରେଣ୍ଟ ଆଫେୟାର ତୁମେ 6 ମାସର ମନ୍ଥଲି କରିଦିଅ ସେଥିରୁ ଯେତିକି ହେଲା ସେତିକି ବେଶୀ ସେଥିରେ ଘାଣ୍ଟି ହେବାର ନାହିଁ ତାଠୁ ବେଟର ତୁମେ DIରେ ପଛେ ଇନଭେଷ୍ଟ କର ଟାଇମ୍ ହେଲା ଏଠୁ ତୁମେ 50ଟା ହଁ ଡିଫରେଣ୍ଟ ସୋର୍ସରୁ ପଢ଼ିଦେଲେ ମୋର ସିଉ ହେଇଯିବ ଏମିତି କେବେ ପସିବୁଲ୍ ନାହିଁ କରେଣ୍ଟ ଆଫେୟାର ସେଇଟା ମାନେ ଅନସର୍ଟେନ୍ ସେଇଟା କ'ଣ ବି ଆସିପାରେ ସେଇଟା ହେଲା ତ ସେଥିପାଇଁ ସେ ଉପରେ ଓରିଡ୍ ହୁଅନି ତୁମେ ମନ୍ଥଲି ଯେଉଁଟା ହେଉଛି ତାକୁ ତୁମେ ଭଲ ଭାବରେ କରିଦିଅ ଆଉ ତାକୁ ରିଭାଇଜ୍ କର ପ୍ରପରଲି ଆଉ ଏପ୍ରିଲ ଲାଷ୍ଟ ୱିକ୍ ଏପ୍ରିଲ ଯେଉଁଟା ରହିବ ସେଥିରେ ତୁମେ ୱିକଲି କରିବ ହେଲା ସାର୍ ପରୀକ୍ଷା ସରିଲେ ମୁଁ ଭାବୁଛି ପିଲାକୁ ହିଁ ଛୁଟି କରିଦେବି ଟୋଟାଲ ଏପ୍ରିଲ 19 ଛୁଟି କରିଦେବି ଆଉ ପ୍ୟାରେଣ୍ଟସ୍କୁ କହିଦେବି କି ନୂଆ ସେସନ୍ ଷ୍ଟାର୍ଟ ହବ ନା ନୂଆ ସେସନ୍ ଷ୍ଟାର୍ଟ ହବ ଛୁଟି ପରେ ବି ମୁଁ ମେକଅପ୍ କରିଦେବି କାରଣ ଛୁଟି ପରେ ବି ମୁଁ ମେକଅପ୍ କରିଦେବି ପିଲାକୁ ପଢ଼େଇଦେବି ବୋଲି କହିଦେବ ହେଲା ଆଉ ତୁମେ ଏପ୍ରିଲ 19ରୁ ଏପ୍ରିଲ ଲାଷ୍ଟ ଯାଏଁ ଟିକେ ଏକ୍ସଟ୍ରା ପଢ଼େଇଦେବ ପୁଣି ସୋ ଏଇ ସେସନ୍କୁ ଏଠି ଏଣ୍ଡ କରିବାକୁ ପଡ଼ିବ ବିକଜ୍ ବହୁତ ଟାଇମ୍ ୱେଟ୍ କଲା ପରେ ବି ଆମର ଯେଉଁ ଆସ୍ପାରେଣ୍ଟ ଥିଲେ ତାଙ୍କର ନେଟୱାର୍କ ଇସ୍ୟୁ ରହୁଛି ବୋଧେ ସେଥିପାଇଁ ଟିକେ ଭଏସ୍ ତ ବ୍ରେକ୍ ହେଉଥିଲା ବଟ୍ ଏବେ ସେ ଜଏନ୍ କରିପାରୁନାହାନ୍ତି ତ ଆଇ ହୋପ୍ ଭିଡ଼ିଓକୁ ଆପଣ ଏନ୍ଜୟ କରିଥିବେ ଆଣ୍ଡ ଇଫ୍ ୟୁ ଲାଇକ୍ ଦିସ୍ ଭିଡ଼ିଓ ଆଣ୍ଡ ଇଫ୍ ୟୁ ଫାଇଣ୍ଡ ଦିସ୍ ଭିଡ଼ିଓ ହେଲ୍ପଫୁଲ୍ ଦେନ୍ ଡୁ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ ସେବେ ଯାଏଁ ଭଲରେ ରୁହନ୍ତୁ ଭଲରେ ପଢ଼ନ୍ତୁ ଆଉ ସବୁଥିରେ ଇମ୍ପୋର୍ଟାଣ୍ଟ କନସିଷ୍ଟେଣ୍ଟ ରୁହନ୍ତୁ ଥ୍ୟାଙ୍କ ୟୁ